ଏଥୁ ଅନନ୍ତରେ ସେହୁ ଦେବ ଦଇତାରି ନାରଦ ସ୍ତୁତି ଶୁଣି ନ ସନ୍ତୁଷ୍ଟ ମୁରାରି ପ୍ରସନ୍ନ ହୋଇ ବୋଇଲେ ଶୁଣ ଋଷି ବର ମୋର ବରେ ହୋଇଥା ଅଜର ଅମର ମୋର ଭୟ ପଞ୍ଜରେ ପଶିବୁ ଶେଷରେ ଏହା ବୋଲି ଆଜ୍ଞା ଦେଲେ ଦେବ ଦାମୋଦରେ ଶୁଣିଲୁ କି ପରୀକ୍ଷିତ କୃଷ୍ଣ କଥା ମାନ ମୁକତ ହୁଅ ଶୁଣିନ ଶ୍ରୀହରି ବ୍ୟବସ୍ଥା ମାୟା ଦେଖାଇଲେ ପ୍ରଭୁ ଋଷି ନାରଦଙ୍କୁ ବୁଡ଼ିବା ମାତ୍ରେ କେତେ ଦେଖାଇଲେ ତାଙ୍କୁ ମାୟାରେ ଚୋରି ହୃଦରେ ଦେଲି ନଟୁ ଯୋଡ଼ି ମାୟାଧର ଅଛନ୍ତି ତ ଗୋପେ ଲୁଚି କରି ନନ୍ଦ ମନ୍ଦିରେ ବଢ଼ନ୍ତି ପ୍ରଭୁ ଜନାର୍ଦ୍ଦନ ଅନେକ ଆନନ୍ଦ ହୁଅନ୍ତି ଦେଖି ଗୋପୀ ଗଣ ଶ୍ରୀହରିର କଥା ଅଟେ ସୁଧା ହଂସରସ ଦିନକୁ ଦିନ ନନ୍ଦ ରାଜା ଜେର ଲଭନ୍ତି ହରସ ଏକ ଦିନେ ନନ୍ଦ ରାଜା କୃଷ୍ଣେ କରେ ଘେନି ବାବୁ ଆଉ ବେଳେ ଦୁଷ୍ଟ ନ ହୋଇବୁ ପୁଣି ଗୋଟିଏ ନନ୍ଦନ ମୋର ଅଟୁତ ଗୋବିନ୍ଦ ତୋତେ ରକ୍ଷା କରନ୍ତି ସେ ସର୍ବଦା ମୁକୁନ୍ଦ ତୁ ହିଁ ଦୃଷ୍ଟ ବୋଲି ସର୍ବେ ପରିଚୟ ଦିଅନ୍ତି ତୋହର ନାମ ଧରିଣ ଡାକ ଯେ ପାରନ୍ତି ଶ୍ରୀକୃଷ୍ଣ ବୋଇଲେ ପିତା ମୋର ଦୋଷ ନାହିଁ ମାଇଲା ବେଳେ ବୃଥାରେ ମୋତେ ଦୋଷ ଦେଇ ମୋ ପିତା ଯହୁଁ ମୁହିଁ ଗୃହରେ ନଥିବି ବଚ୍ଚା ମାନ ଘେନି କରି ବନେ ଚରାଇବି ମୁହିଁ ଦୃଷ୍ଟ ବୋଲି ଦେବେ ପରିଚୟ ମାନ ଆମ୍ଭର କଥାରେ ଆମ୍ଭେ ଥିବୁ ସାବଧାନ ନନ୍ଦ ବୋଲେ ଯେବେ ବଚ୍ଚା ଚରାଇଣ ଯିବୁ କଳି ଦ୍ୱନ୍ଦ୍ୱ କାହା ସଙ୍ଗେ କେବେ ନ କରିବୁ ଗୋବିନ୍ଦ ବୋଇଲେ ପିତା କଳିରେ କି କାର୍ଯ୍ୟ ମାୟା ସୃଜିନ ଅଛନ୍ତି ପ୍ରଭୁ ଦେବରାଜ ନନ୍ଦ ବୋଲେ ଯେବେ ଯିବୁ ବଚ୍ଚାଙ୍କୁ ଚରାଇ ଅରଣ୍ୟ ଭିତରେ ବ୍ୟାଘ୍ର ତୋତେ ଯିବେ ଖାଇ ତହୁଁ ବଦନ୍ତି ଶ୍ରୀହରି ସଧୀରେ ସଧୀରେ ଆମ୍ଭେ ରହିଥିବୁ ତାତ ବତ୍ସାର ସଙ୍ଗରେ ହେମନ୍ତ ପୁତ୍ରା ପୁତ୍ରର ସମ୍ଭାଷଣା ଦେଲା ଆର ଦିନ ପ୍ରତ୍ୟୁଷରୁ ନନ୍ଦେ ଗୋଷ୍ଠେ ଗଲା ଏଥୁ ଅନନ୍ତରେ ହରି ଗୋପସୁତ ଘେନି ବଚ୍ଚା ଚରାଇଣ ଯାଇ ସଜ ହେଲେ ପୁଣି ଶଙ୍କର୍ଷଣଙ୍କୁ ଘେନିଣ ପ୍ରଭୁ ଦାମୋଦର ସବୁ ଗୋପାଳ ପୁଅଙ୍କୁ ନେଲେ ସଙ୍ଗତର 3,05,00,000 ବଚ୍ଚା ଘେନି ହରି ଆନନ୍ଦେ ସଜ ହୋଇଲେ ଦେବ ଦଇତାରି ଯଶୋଦା ବୋଇଲେ ବାବୁ ଆସିବୁ ବହନ ତତେ ନ ଦେଖିଲେ ନେତ୍ର ନ ସରଇ ଦିନ ଏହା ବୋଲି ଦଧି ଦୁଗ୍ଧ ଅଧା ସମ ଦେଲେ କ୍ଷୁଧାତୁର ହେଲେ ତାହା ଭୁଞ୍ଜିବୁ ପୋଇଲେ ଶ୍ରୀକୃଷ୍ଣ ଯାଆନ୍ତେ ମାତ ଡାକନ୍ତି ପଛରେ ଥୁଥୁ ପକାଇ ଦିଅନ୍ତି ତାହାଙ୍କ ଉପରେ ବାମ ପାଦ ତଳି ପାରୁ ରେଣୁ ସେ ଘେନିଲେ କହ୍ନାଇର କପାଳରେ ନୀଣ ଘଷିଲେ ଯଶୋମତୀ ଡାକିଣ ଯେ ବୋଲନ୍ତି ପୁଅକୁ ରାମକୃଷ୍ଣଙ୍କର କଥା ଲାଗିଲା ତୁମ୍ଭଙ୍କୁ ବସା ଘେନି ନାରାୟଣ ତହୁଁ ଚଳିଗଲେ ଯମୁନା କୂଳରେ ଯାଇ ପ୍ରବେଶ ହୋଇଲେ ବସା ଛାରିଣ ବସନ୍ତି କଦମ୍ବ ମୂଳର ଗୋପାଳଙ୍କୁ ରାଇ ଆଜ୍ଞା ଦିଅନ୍ତି ଦାମୋଦର ସୋଲାମାନ ଆଣ ବେଗେ ବୋଲନ୍ତି କହ୍ନାଇ ଯମୁନା ନଦୀରୁ ସୋଲ ଆଣନ୍ତି ବୁହାଇ ଆପେ ବସିଣ ସୋଲ ଭିଆଣ କରନ୍ତି ତାହାକୁ କର୍ମ କରିଣ ପ୍ରଭୁ ଯେ ଗୁନ୍ଥନ୍ତି ସେହୁ ଫୁଲ ମାନ ନେଇ ଲମ୍ବାନ୍ତି ଗଳାରେ ସୋଲ ଚିତା ଗୋଟିକ ଯେ ଘେନେ କପାଳରେ
କର୍ଣ୍ଣରେ ଫୁଲ ଖୁଞ୍ଜିଲେ ପ୍ରଭୁ ଦୁଇ ଗୋଟି, କଳା ଦେହ ଶୋଭା ହେଲା ଅତି ପରିପାଟି। ଉଭା ହେଲେ ହରି ଯାଇ କଦମ୍ବ ତଳର, ପୁଅକୁ ରାଇଣ ତହିଁ ବୋଲନ୍ତି ଉତ୍ତର। କେମନ୍ତ ଦିଶିଲା ବୋଲ ମୋହର ଏ ଦେହ, ସୁନ୍ଦର ଦିଶଇ ବଡ଼ ବୋଲେ ବାଳ ପୁଅ। ପୁଣି ବୋଇଲେ ହେ ହରି କଥା ଏକ କର, ତୁମ୍ଭେ ଥରେ ନୃତ୍ୟ କର ଦେଖିବୁ ଚକ୍ଷୁର। ଗୋବିନ୍ଦ ବୋଇଲେ ନାଚେ ନାଚିବଇ ମୁହିଁ, ସମସ୍ତ ତାଳି ବଜାଅ ଏକ ଗୋଠ ହୋଇ। ଖେମଟା ଗୀତ ଗାଆନ୍ତି ପ୍ରଭୁ ନାରାୟଣ, ତାଳ ବଜାଇ ନାଚନ୍ତି ସେହୁ ପୁଣ ପୁଣ। ଗୋପାଳ ପୁଅ ବୋଲନ୍ତି ହରି ହରି ହରି, ବଳରାମଙ୍କୁ ନାଚନ୍ତି ପୁଣି ସର୍ବେ ଧରି। ପୁଣି ଶ୍ରୀକୃଷ୍ଣ ପ୍ରବେଶିବେ ନାଚିବାକୁ, ଯାହାର ନାଚରେ ଶୋଭା ପାଏ ବ୍ରହ୍ମାଣ୍ଡକୁ। ଗୋପ ପୁଅ ମାନେ ଚାହିଁ ମହାହର୍ଷ ହୁଅନ୍ତି, ଶ୍ରୀକୃଷ୍ଣଙ୍କ ନୃତ୍ୟ ଦେଖି ସର୍ବେ ନିସ୍ତରାନ୍ତି। ନାଚ ସାରିବାରୁ ହରି ବୋଇଲେ ବଚନ, ବଳରାମ ଚାହିଁ ବଦୟନ୍ତି ଜନାର୍ଦ୍ଦନ। ମାତା ଦେଇଥିଲେ ଭାଇ ଅଧା ମଲୁଚାଇ, ଭୋକ ଲାଗିଗଲା ଆସ ଖାଇବା ଥୋକାଏ। ବଳରାମ ବୁଲୁଥିଲେ ତାହା ବୁଜୁଳିରେ ତାହା ବାନ୍ଧିଥିଲେ, ଶ୍ରୀକୃଷ୍ଣ ସାମୁରେ ନେଇ ବେଗେ କରିଦେଲେ। ସବୁ ପୁଅଙ୍କୁ ଡାକିଣ ଆଣିଲେ ଶଙ୍କର, ଋଷଭ ମାସ ସହିତ ପକ୍ଷ ତୃତୀୟାର। ମୂଳା ନାମ ନକ୍ଷତ୍ର ଯେ ଅଟେ ସେହି ଦିନ, କଦମ୍ବ ତଳରେ ଭୁଜନ୍ତି ବସି ନନ୍ଦନାନ। ସବୁ କୁମରଙ୍କୁ ଦେଲେ ଖଣ୍ଡେ ଖଣ୍ଡେ ବାଣ୍ଟି, ଶ୍ରୀକୃଷ୍ଣଙ୍କୁ ନିଅଣ୍ଟ ହେଲା ଗୋପାଳ ନେଅଣ୍ଟି। ଶ୍ରୀକୃଷ୍ଣ ଇଚ୍ଛାରେ ବନ ଭୋଜି କରିବାରେ, ବଳରାମ ଆଦି ସର୍ବେ ହୋଇଲେ ବାହାର। ଗୋପାଳ ପୁଅ ମାନଙ୍କୁ ସଙ୍ଗେ ଘେନି ଗଲେ, ସେମାନଙ୍କୁ ନେଇ ନିଜେ ବନ ଭୋଜି କଲେ। ଯେଉଁ ଚ୍ୟୁତ ଫଳ ପଡ଼ିଥାଏ ବୃକ୍ଷ ତଳ, ତାହାଙ୍କୁ ଭୁଞ୍ଜନ୍ତି ସ୍ୱାମୀ ନନ୍ଦର ଦୁଲାଳ। ସବୁ ପୁଅମାନଙ୍କୁ ସେ ଘେନି ଭଗବାନ, ବୁଲନ୍ତି ସୁସ୍ୱାଦୁ ଫଳ ଦିଅ ହୋ ବହନ। ସବୁ ପୁଅ ଅମ୍ଳ ଫଳ ଭକ୍ଷଣ କରନ୍ତି, ଯେଉଁ ଫଳ ମିଷ୍ଟ ତାହା ଯତନେ ରଖନ୍ତି। ବଡ଼ ମଧୁର ବୋଲିଣ ଗେନନ୍ତି ହସ୍ତର, ନେଇ ନ ଦିଅନ୍ତି ତାହା ଶ୍ରୀକୃଷ୍ଣଙ୍କ ତୁଣ୍ଡର। ବାବୁ ବଡ଼ ସ୍ୱାଦ ଲାଗୁଅଛି ଏହି ଆମ୍ବ, ତାହା ନେଇ କୃଷ୍ଣନାଥ ଭକ୍ଷନ୍ତି ଯେ ଆଗ। ଏମନ୍ତ କୁମର ମାନେ ଥୋକାଏ ଭକ୍ଷନ୍ତି, ଯାହା ମିଷ୍ଟ ଲାଗେ ତାହା କୃଷ୍ଣଙ୍କୁ ଦିଅନ୍ତି। ଭୁଞ୍ଜନ୍ତି ସେ ନାରାୟଣ ହର୍ଷ ମନ ହୋଇ, ଉଚ୍ଛିଷ୍ଟ ବୋଲିଣ ତହୁଁ କେହି ନ ବୋଲଇ। ଏକ ଜୀବନ ହୋଇଛି ସବୁ ପୁଅଙ୍କର, ସେମାନେ ବୋଲନ୍ତି ଆମ୍ଭ ଜୀବନ ଶ୍ରୀଧର। ଏହିପରି ପୁଅମାନେ ବୋଲନ୍ତି ଭୋଳ ହୋଇ, ଉଚ୍ଛିଷ୍ଟ ଦେଇଛୁ ବୋଲି ନାହିଁ ତାଙ୍କ ଜ୍ଞାନ। ଶ୍ରୀକୃଷ୍ଣକୁ ଘେନି ସଙ୍ଗେ ସଙ୍ଗେ ହୁଅନ୍ତି ଭୋଳ, ଶ୍ରୀହରି କରନ୍ତି ତାଙ୍କୁ ଘେନି କୌତୂହଳ। ଧନ୍ୟ ଧନ୍ୟ ସେ ଗୋପାଳ ପୁଅଙ୍କ ଜୀବନ, କେତେ ଜନ୍ମ ସେବା କରିଛନ୍ତି ଭଗବାନ। ଲକ୍ଷ କୋଟି ଅଶ୍ୱମେଧ ତୁଳନାକୁ କଲେ, କୃଷ୍ଣ ସଙ୍ଗୀ ଲୋକଙ୍କର ପୁଣ୍ୟ ତହୁଁ ବଳେ। ଧନ୍ୟ ଧନ୍ୟ ଶ୍ରୀକୃଷ୍ଣର ଦୟା ଧନ୍ୟ ଧନ୍ୟ, ଭୃତ୍ୟକୁ ଏମନ୍ତ ଦୟା କରନ୍ତି ସେ ପୁଣ। ପରୀକ୍ଷ ବୋଇଲେ ସୁକ ମୁନିଙ୍କ ଆଗରେ,
ଭୂମନି କହିବା ହେଉ ଏଥିର ବିଚାର। ଗୋପାଳ ପୁଅ ପୂର୍ବରେ କେଉଁ ତପ କଲେ, ଶ୍ରୀକୃଷ୍ଣଙ୍କ ସଙ୍ଗରେ ରେଣୁ ସଙ୍ଗତ ହୋଇଲେ। ଶୁକମୁନି ବୋଇଲେ ତୁ ଶୁଣ ନୃପରାଣ, ସତ୍ୟ ଯୁଗେ ବ୍ରହ୍ମା ସଭା କରିଥିଲେ ଜାଣ। ନୃତ୍ୟ ରଙ୍ଗ କରୁଥିଲେ ଅପସରୀ ମାନେ, 33 କୋଟି ଦେବତା ଥିଲେ ସନ୍ନିଧାନେ। ଉର୍ବଶୀ ନୃତ୍ୟ କରଇ ଦେବତା ସଭାରେ, ଦେଖି କରି ଦେବପତି ମଦନରେ ଭୋଳେ। ଅମୋଘ ଜୀବ ବୀଜ ଖସିଲା ତାହାଙ୍କ ଶରୀରୁ, ସେହି ବୀଜ ବ୍ରହ୍ମା ଫିଙ୍ଗି ଦେଲେ ଗଗନରୁ। ତାହା ଯାଇ ସିନ୍ଧୁ ମଧ୍ୟେ ପଡ଼େ ବାଲି କୁଦେ, ତହୁଁ କୁମାର ଜନ୍ମିଲେ 9 ଲକ୍ଷ ହାତେ। ସେହି କୁମାର ମୁନିଏ ତପସ୍ୟା ଯେ କଲେ, ନାରାୟଣଙ୍କୁ ଦେଖିବେ ମନରେ ବାଞ୍ଛିଲେ। କୋମଳ ପତ୍ର ଖାଇ ନ ପିଏ ଝର ପାଣି, 11 ସହସ୍ର ବର୍ଷ ଗତ ହେଲା ପୁଣି। ମେରୁ କୂଟରେ ଥାଇଣ ତପ କରୁଥିଲେ, ଜଳ କମଳ ଚାପିଣ ପବନ ସେବିଲେ। 14 ମନୁ ପର୍ଯ୍ୟନ୍ତ ତପ ଆଚରିଲେ, ଋତୁ ଧବଳ ବୋଲିଣ ତ୍ରେତୟା ଯୁଗର। ନାରଦ କହିଲା ସେହି ମୁନିଙ୍କ ଆଗର, ଶ୍ରୀହରି ଜନମ ହେଲେ ଅଯୋଧ୍ୟା ନଗର। ମୁନିମାନେ ତୁମ୍ଭେ ଯାଇ ଅଶ୍ୱମେଧ କର, 1 ଲକ୍ଷ କୋଟି ଅଶ୍ୱମେଧ କଲେ ମୁନିବର। ଅନେକ ପ୍ରକାର ଅଶ୍ୱମେଧ ଯାଗ କଲେ, ଶ୍ରୀରାମଙ୍କୁ ଦେଖିବାକୁ ଅଯୋଧ୍ୟା ଆସିଲେ। ରାବଣ ମାରିଣ ରାମ ସ୍ୱର୍ଗପୁର ଗଲେ, ମୁନିମାନେ ଅଯୋଧ୍ୟାର ପୁରରେ ରହିଲେ। ଶ୍ରୀରାମଙ୍କୁ ନ ଦେଖିଣ ହୋଇଲେ ବିକଳ, ପ୍ରାଣ ବିସର୍ଜିବେ ବୋଲି ମନେ କଲେ ସ୍ଥିର। ମୁନିଙ୍କର ଆତଙ୍କକୁ ଦେଖି ଦଇତାରି, ଶୂନ୍ୟରେ ଥାଇଣ ସେହୁ ବଚନ ଉଚାରି। ଆରତ ନ ହୁଅ ତୁମ୍ଭେ ପାଇବ ଆମ୍ଭଙ୍କୁ, ସଫଳ ହୋଇବ ଆଶା ନ କର ଶୋକକୁ। ମୋହର ବ୍ୟୟ ଲୀଳା ତୁମ୍ଭେ ହେ ପାଇବ, ମୋହର ଦେହରେ ତୁମ୍ଭେ ସର୍ବେ ଲୀନ ହେବ। ଋଷି ବୋଇଲେ ହେ ଦେବ କେଣେ ଯୁଗ କଥା, ଶ୍ରୀହରି ବୋଇଲେ ଜାଣ ଦ୍ୱାପର ଶେଷରେ। ଗୋପରେ ହୋଇବୁ ଆମ୍ଭେ ରଙ୍ଗା ଅବତାର, ସେଠାରେ ତୁମ୍ଭେ ହୋଇବ ବରଜ କୁମର। ଏହା କହି କହି ତହୁଁ ହେଲେ ଅନ୍ତର୍ଧ୍ୟାନ, ସେମାନେ ପ୍ରୟୋଗ କଲେ ତପସ୍ୟା କାରଣ। ବରଜ ନନ୍ଦନ ପଣେ ସେ ଦେହ ପାଇଲେ, ତେଣୁ କରି ଶ୍ରୀକୃଷ୍ଣଙ୍କ ସଙ୍ଗୀ ସେ ହୋଇଲେ। ଧନ୍ୟ ଧନ୍ୟ ତାହାଙ୍କର ଦୟା ଅଟେ ପୂର୍ଣ୍ଣ, ଏମନ୍ତ କରି ସ୍ମୃତ୍ୟଙ୍କୁ କରନ୍ତି ସେ ପୁଣ୍ୟ। ଶୁଣ ହେ ପରୀକ୍ଷ ରାଜା ଗୋପାଳଙ୍କ ଜନ୍ମ, ଏ ଆଖ୍ୟାନ ଶୁଣି ଯେବେ ବୈକୁଣ୍ଠ ଭୁବନ। ଶ୍ରୀକୃଷ୍ଣ ଯେ ବନ ଭୋଜି କରନ୍ତି ବନର, କୁମାରମାନେ ଗୋଡ଼ାଇ ଅଛନ୍ତି ସଙ୍ଗର। ଏଥୁ ଅନନ୍ତରେ ଶୁଣ ପରୀକ୍ଷିତ ରାୟ, ହରି କଥା ଶୁଣିଲେ ହେବ ପାପ କର କ୍ଷୟ। ଶୁଣ ଆହେ ପରୀକ୍ଷିତ କୃଷ୍ଣ ବନ ଭୋଜି, ଏହା ଶୁଣନ୍ତେ ଦେହରୁ ପାପ ଦେବ ତେଜି। ଏଥିର ଉତାରୁ ଶୁଣ କଂସର ଭାରତୀ, ଦିନୁ ଦିନ ଭାଳଇ ଯେ ସେହି ମହାରଥୀ। ଜଗତି ଉପରେ ବସି ଦ୍ରୁମିଲା ନନ୍ଦନ, ଦେବତା ମାନଙ୍କୁ ରାଇ ବୋଲଇ ବହନ। ଆହେ ଦେବତା ଏ ଶୁଣ ମୋହର ଯେ ବାଣୀ, ଯାର କାର୍ଯ୍ୟ କର ଦିବସ ରଜନୀ। ଏହି ଆସ୍ଥାନରେ ମୋର ଅହନିଶି ଥିବ,
ଏଥିରୁ ଅନ୍ୟଥା କଲେ ସର୍ବେ ନାଶ ଯିବ। ଆୟୁ ତ ବରଷ ଉଭା ଜଗତି ତଳର, ଦିନେ ସେ ବୋଲିଣ ନ ବୋଲଇ କଂସାସୁର। ଦେବେ ଉଭା ହୋଇଥାନ୍ତି ଜଗତି ତଳର, ତାହାଙ୍କୁ ଭୟ କରିନଥାନ୍ତି ହୃଦୟର। ଖଡ୍ଗ ଧରି ନୀତି ବୁଲାଏ ମହାତେଜ କରି, ଉଗ୍ରସେନ ଧରି ଆଣ ଆହେ ପଢ଼ିଆରି। ଆଜ୍ଞା ପାଇ ପଡ଼ିଆରି ବେଗେ ଚଳିଗଲେ, ତାହାଙ୍କୁ ଯାଇଣ ବେଗେ ହକାରି ଆଣିଲେ। କଂସର ଛାମୁରେ ଯାଇ ଉଭା ଉଗ୍ରସେନ, କି ଆଜ୍ଞା ଦେଉଛ ମୋତେ ଆହେ ନୃପରାଣ। ବୋଇଲା ଦ୍ରୁମିଲା ସୁତ ଖଟିବୁ ରାଜ୍ୟରେ, ସୈନ୍ୟ ଘେନି ଜଗିଛନ୍ତି ବନ୍ଦୀ ଘର ଦ୍ୱାରେ। ଚଞ୍ଚଳ ଚଞ୍ଚଳ ସେ ଧରିଦେବୁ ଆଣି, ନୋହିଲେ ଖଡ଼ଗେ ତୋତେ ପକାଇବି ହାଣି। ଡରେ ଥର ଥର ସେହି ଉଗ୍ରସେନ ବୀର, ଆଜ୍ଞା ପାଇଣ ବାହାର ହେଲା ଧାତିକାର। ନିର୍ଭୟ ବନ୍ଦୀର ଘର ଦ୍ୱାରେ ଜଗିଥାଅ, ରାଜାମାନେ ମୌନରେ ଥାନ୍ତି ଚିନ୍ତା ପାଇ। ସହସ୍ର ଅର୍ଜୁନ ଅଟେ ବୀର ନୃପବର, ସେ ମଧ୍ୟ କଠିନ ଥାଏ ଆସ୍ଥାନ ତଳର। ଲକ୍ଷ ରାଜା ଭୃତ୍ୟପଣେ ସେବା କରିଥାନ୍ତି, କଂସର ଆଜ୍ଞାକୁ କେବେ ବ୍ୟର୍ଥ ନ କରନ୍ତି। ହରି ବୋଲ।